ଭାଗବତର ଗୋଟେ ପଦ କଥା ଅଛି, ଆହାରେ ଭଲ ମନ୍ଦ ନାହିଁ ଯେ ସ୍ଥାନେ ଯେମନ୍ତ ମିଳେ। ଅର୍ଥାତ୍ ଆହାରରେ କୌଣସି ଭଲ ମନ୍ଦ ନଥାଏ। ଆକୁ ଯଦି ଆମେ ଭାଗବତର ତତ୍ତ୍ୱ ଉପରକୁ ଯିବା ତାହେଲେ ତତ୍ତ୍ୱ ଅନୁସାରେ ଆମେ ପାଇବା ଯେ ଆହାରେ ଭଲ ମନ୍ଦ ନାହିଁ। ସେ ଯାହା ବି ହଉ, କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ। ତେଣୁ ସେହି ପରିପ୍ରେକ୍ଷୀରେ ଯଦି ଆମେ ତତ୍ତ୍ୱ ଉପରକୁ ଆଲୋଚନା ଉପରକୁ ଯିବା, ହୁଏତ ଆମେ ଠିକ୍ ସେ ତତ୍ତ୍ୱ ପହଞ୍ଚି ପାରିବା ନାହିଁ। କାରଣ ନାନା ମୁନି ନାନା ମତ ଆଧାରରେ ଯିବ। ଆପଣମାନଙ୍କ ଭିତରୁ ବହୁତ ଜ୍ଞାନୀମାନେ ମଧ୍ୟ ମୋତେ ମୋ କଥାକୁ ଶୁଣୁଥିବେ, ଦେଖୁଥିବେ। ତେଣୁ ଏ ଅଧମର ସେତିକି ଯୋଗ୍ୟତା ମଧ୍ୟ ନାହିଁ ଯେ ସେ ଆପଣମାନଙ୍କ ସହିତ ତର୍କ କରିପାରିବ। ଛୋଟିଆ ବୁଦ୍ଧିରେ ମୁଁ ଆପଣମାନଙ୍କୁ ଛୋଟିଆ ଛୋଟିଆ କାହାଣୀ ଶୁଣାଉଛି, ଯାହାକି ଆମ ଜୀବନଶୈଳୀର ପରିବର୍ତ୍ତନ କରିବା ପାଇଁ ମୋର ଏ ପ୍ରୟାସ। କାରଣ ଆଜିକାଲି ପଥଭ୍ରଷ୍ଟ ଯୁବକ, ପଥଭ୍ରଷ୍ଟ ମଣିଷ, ଅର୍ଥ ସର୍ବସ୍ୱ ଯୁଗରେ ସମସ୍ତେ ଅର୍ଥ ପଛରେ ଗୋଡ଼େଇଛନ୍ତି, ନୈତିକତା ପ୍ରାୟ ହରାଇବାକୁ ବସିଲେଣି। ତେଣୁ ମୋର ଏଇ ଛୋଟିଆ ପ୍ରୟାସ ଆଶା କରେ ଭଲ ଲାଗିବ। ଯଦି ଭଲ ଲାଗେ ତାହେଲେ ଆମ କାହାଣୀଟି ବା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏବଂ ଯଦି କାହାଣୀଟି ଶେଷ ପର୍ଯ୍ୟନ୍ତ ଶୁଣି ସାରିବା ପରେ ଆପଣଙ୍କର ଯାହା ବି ମତାମତ ଆସୁଛି, ସୁଚିନ୍ତିତ ମତାମତ, ଆପଣ ନିଶ୍ଚିତ ଆମ କମେଣ୍ଟସ୍ ବକ୍ସରେ ଦେବେ। କାରଣ ମୁଁ ସେଇଟା ଦେବା ପାଇଁ ଅନୁରୋଧ କରୁଛି ଯେ ମୁଁ କିଛି ୟା ଦ୍ୱାରା ଶିଖିପାରିବି। ଆପଣମାନଙ୍କର ପ୍ରେରଣା ମୋତେ ବହୁତ, ମତାମତ ମୋତେ ବହୁତ ପ୍ରେରଣା ଦେବ ଆଗକୁ ଯିବା ପାଇଁ। ତେବେ ଆସନ୍ତୁ କାହାଣୀ ଶୁଣିବା। ଥରେ ଶ୍ରୀକୃଷ୍ଣ, ଭଗବାନ ଶ୍ରୀକୃଷ୍ଣ ଜଙ୍ଗଲରେ ବସିଥାନ୍ତି। ଏକାନ୍ତ ସ୍ଥାନ, ନିରୋଳା ସ୍ଥାନ ବସିଥାନ୍ତି। ସେହି ସମୟରେ ଗୋଟେ ହରିଣ ଆସି ଦୌଡ଼ି ଦୌଡ଼ି ଆସି ନିରୁପାୟ ହୋଇ ଜୀବନ ନେଇ ଦୌଡ଼ିଛି, ଭୟରେ ଦୌଡ଼ିଛି। ସେ ଭଗବାନ କୃଷ୍ଣଙ୍କ ପଛପଟରେ ଲୁଚି ପଡ଼ିଲା। ଭଗବାନ ଜାଣିପାରିଲେ ଯେ ଶ୍ରୀକୃଷ୍ଣଙ୍କୁ ହରିଣଟିକୁ ବୋଧହୁଏ କିଏ ହତ୍ୟା କରିବା ପାଇଁ, ଶିକାର କରିବା ପାଇଁ ଗୋଡ଼େଇଛି। ଯାହାଫଳରେ ସେ ଭୟ ପାଇ ଆଣି ମୋ ପାଖରେ ପ୍ରାଣ ବଞ୍ଚାଇବା ପାଇଁ ପହଞ୍ଚି ଯାଇଛି। ତେଣୁ ଭଗବାନ ତାକୁ ଆଶ୍ରୟ ଦେଲେ। ଆଶ୍ରୟ ଦେଇ ସାରିଲା ପରେ କିଛି ସମୟ ପରେ ଜଣେ ବ୍ୟାଧ, ଜଣେ ଶିକାରୀ ଧନୁତୀର ଧରି ଆସି ପହଞ୍ଚିଗଲା ଏବଂ ଶ୍ରୀକୃଷ୍ଣ ଦେଖିଲା ଶ୍ରୀକୃଷ୍ଣଙ୍କ ପଛରେ ସେ ହରିଣଟି ଅଛି। ସେ ହରିଣକୁ ମାଗିଲା, କେ ଶିକାରୀ କହିଲା, ହେ ପ୍ରଭୁ, ହେ ବାସୁଦେବ, ହେ ଶ୍ରୀକୃଷ୍ଣ, ଆପଣ ମୋ ଶିକାରଟା ଦେଇଦିଅନ୍ତୁ। ଏ ଶିକାରକୁ ମୁଁ ଗୋଡ଼େଇ ଗୋଡ଼େଇ ଆଣିଛି, ମାନେ ଏ ଶିକାର ଉପରେ ମୋର ଅଧିକାର ଅଛି, ଆପଣ ଏହାକୁ ଦେଇଦିଅନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ତମେ ନେଇ ଏହାକୁ କ'ଣ କରିବ? କହିଲେ, ଆଜ୍ଞା, ଶିକାରୀ କହିଲେ, ଆଜ୍ଞା, ଏଇଟା ମୋର ନୀତିଦିନିଆ ବ୍ୟବସାୟ। ମୁଁ ଜଙ୍ଗଲରୁ ପଶୁ ଶିକାର କରେ, ତା ମାଂସକୁ ନେଇ ବିକେ, ତା ଚମଡ଼ାକୁ ବିକେ, ସେଇଥିରେ ମୁଁ ପରିବାର ପ୍ରତିପୋଷଣ କରେ ଏବଂ କିଛି ନିଜେ ଖାଏ, ମୋ କ୍ଷୁଧା ମେଣ୍ଟାଏ, ମୋ ପରିବାର ତା ଦ୍ୱାରା ଚଳନ୍ତି। ତେଣୁ ଏ ଶିକାର ମୋର, ଆପଣ ମୋତେ ଅଟକାନ୍ତୁନି। ଶ୍ରୀକୃଷ୍ଣ କହିଲେ, ତୁ ପଶୁ ମାରି ଲୋକଙ୍କୁ ଖାଇବାକୁ ଦେଉଛୁ, ତା ଦ୍ୱାରା ତୁ ପାପ କରୁଛୁ। କହିଲେ, ଆଜ୍ଞା, ପାପ କ'ଣ ପୁଣ୍ୟ କ'ଣ ମୁଁ ସେଗୁଡ଼ା ସବୁ କିଛି ଜାଣିନି। ଏ ବୃତ୍ତି, ଏ ମୋ ପୋଷେ କୁଟୁମ୍ବ, ଏଇଟା ମୋ ବୃତ୍ତି। ମୋ ଜେଜେବାପା କରୁଥିଲେ, ମୋ ବାପା କରୁଥିଲେ, ମୁଁ କରୁଛି। ନା କେବେ ଚିନ୍ତା କରିଛୁ? ତୁ କେବେ ଚିନ୍ତା କରିଛୁ ଏହା ଦ୍ୱାରା ପାପ ହୁଏ କି ପୁଣ୍ୟ ହୁଏ? କହିଲା, ସେଗୁଡ଼ା ଆଜ୍ଞା ମୋତେ ଆପଣ ବୁଝାନ୍ତୁନି। ମୁଁ ଜାଣିଛି କ'ଣ ହେବ କ'ଣ ନାହିଁ, ମୁଁ ଜାଣିନି, ମୋର ଧର୍ମ ମୁଁ କରୁଛି। ଶ୍ରୀକୃଷ୍ଣ କହିଲେ, ତୁ ଧର୍ମ କରୁଛୁ ଠିକ୍, ମୁଁ ତୋତେ ଗୋଟେ କାହାଣୀ କହିବି। ସେ କାହାଣୀଟା ଯଦି ଶୁଣି ସାରିବା ପରେ ଯଦି ତୋ ଇଚ୍ଛା ହୁଏ, ନିଜ ବିବେକାନୁବୋଧିତ କରେ ଯେ ଏଇଭଳି ଘୃଣ୍ୟ କାମ କରିବା ପାଇଁ, ଲୋକଙ୍କୁ ମାଂସ ବାଣ୍ଟିବା ପାଇଁ, ମାରିକି ମାଂସ ବିକିବା ପାଇଁ, ତାହେଲେ ତୁ କରିବୁ, ମୋର କିଛି ଆପତ୍ତି ନାହିଁ ଏବଂ ମୁଁ ହରିଣକୁ ଦେଇଦେବି। ସେ ମଧ୍ୟ କୃଷ୍ଣ କାହାଣୀଟି କହିଲେ, ସେଇ କାହାଣୀଟି ମୁଁ ଆପଣଙ୍କ ଆଗରେ ପରିବେଷଣ କରୁଛି। ଆଶା କରେ ଭଲ ଲାଗିବ। ମଗଧରେ ଜଣେ ରାଜା ଥିଲେ। ରାଜା, ସେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା, ବର୍ଷା ହେଲାନି, ଅହରହ ଭାବରେ ଖରା ହେଲା। ନଅଙ୍କ ଦୁର୍ଭିକ୍ଷ କଥା ଆପଣ ମନେ ରଖିଥିବେ। ନଅଙ୍କ ଦୁର୍ଭିକ୍ଷ ଭଳି ଦୁର୍ଭିକ୍ଷ ହେଲା। ବର୍ଷା ନହେଲେ ସ୍ୱାଭାବିକ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ, ଅନାହାର ସୃଷ୍ଟି ହେବ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ତେଣୁ ଜଳ ବିହୁନ ହୋଇଯିବ, ସୃଷ୍ଟି ନାଶ ହୋଇଯିବ। ଏମିତି ଚାଲିଲା। ରାଜ୍ୟରେ ଧୀରେ 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 ଖାଦ୍ୟର ଅଭାବ ହେଲା। ଖାଦ୍ୟର ଅଭାବ ହେବା ପରେ ରାଜା ଚିନ୍ତା କଲେ, ଏମିତି ଯଦି ଖାଦ୍ୟ ବଣ୍ଟାଯାଏ ତେବେ ରାଜକୋଷରୁ ସମସ୍ତ ଖାଦ୍ୟ କିଛି ଦିନ ପରେ ସରିଯିବ। ରାଜାଙ୍କର ଏ ଚିନ୍ତା ମଧ୍ୟ। ତେଣୁ ସେଦିନେ
मंत्रिमंडल मानक डाकिकी मंत्री मानक डाकिकी बैठक बसैले विचारवंत बुद्धिवंत लोक मानक डाकिकी गोटे बैठक बसैले आर निराकरण पाई बा ये समस्यार समाधान पाई आर प्रतिरोध करने आम कौन करिपरिबा। विभिन्न लोक विभिन्न मत देले सबुठु शेष गोटे निष्कर्ष बाहर जे आम सस्ता प्रणाली कौ खाद्य आम दे पारिबा लोक कारण मूल्यवान पदार्थ युक्त खाद्य देले राजकोष उपर शीघ्र नियंट पड़ो राजकोष नियंट पड़ो सरीजीव तेणु किए केते प्रकार मत देला शेष निर्यास बाहर जे चाष कार्य कले लोक मान बहुत परिश्रम आईटा शीघ्र हो पारनि चाष गोटे समय दरकार ना चाष समय दरकार तेणु यहाँ एत शीघ्र आपंकर हो पार ना तेणु कौन बाहर ना कि मंत्री चिंता न कले बा बुद्धिजीवी चिंता कले मांसटा हूँ सबुठ सस्ता खाद्य मांस किसी कष्ट करने को पड़ोनी मांस आणिकी देले शीघ्र से लोक रोषे कर शेष या निष्पत्ति है मांस दबा खायापाई किंतु मुख्यमंत्री जी मंत्री जी मुख्यमंत्री जी राजा दरबार में पट्टमंत्री सी किसी कहलेनी राजा पचारे हे मंत्री तमें किसी कहलनि पदे एत बड़ विचार है तुम किसी कहलनि पदे मंत्री टिके मुंड आउसी देले आउसी चिंता कले एपट सेपट दिकड़ अनेले और परिशेष राजा को जनइले जे राजा महाराज मु काली आपन को ये खबरटा देवी प्रकृत में मांस सस्ता कि मांस रेट मूल्यवान जदि आपण मैंने समस्त एत विज्ञान बसचंती समस्त कहते मांसटा सस्ता तेणु मांस देले लोक खाई किसी दिन बंचीजे। राजा कहले ठीक अच्छे तुम तो महामंत्री मो पारिषद भितर तुम महामंत्री तेणु वयस्क बुद्धिजीवी वयस्क मानकर अधिक बुद्धि थाए तेणु आपण को मुझे गोटे दिन समय दूची आपण से काली मत कहतु गोटे दिन मुझे समय देली आज छाड़देली काली छाड़देली परदिन मत कहे। राजा जाई मंत्री जाई राति सारा चिंता कले केमिति राजा को बुझेबी राजा तो अबुझा अने 5 लोक कही सारी कौन करी तेणु मंत्री गोटे चिंता करी सकाळु जड़े सेठ घर पाखु गले से सेठ मध्य से दिन सभार उपस्थित थे से कहते मांस देकी चलैदबा तेणु सेठ घर पाखु गले सेठ को जाए डाकिले सेठ मंत्री को देखिकी सकाळु सकाळु आश्चर्य से भाविले कौन पाई ना राजा पाखु आपण पाखु आसी ना कौन है आप कहते मुझे राजा कि सेवा करी सेठ कहले ना मंत्री कहले जे काली राति राजा देह बहुत खराब आउ से भल अवस्था ना राजवैद्य आसिले उपशम कले चिकित्सा कलापर से कहले जे राजा को आपण भाया बलिष्ठ लोकर मांस 2 ग्राम दरकार जदि मांस आप 2 ग्राम देदेवे ताले राजा को सेटा औषध करके दिज्व राजा ताको सेवन कलापर सुस्थ हो आरोग्य लाभ करेंगे और पुणी राजसभा को आसवे। ये कथा शुणी सेठ कहले ना मु दे पारिबिनी कौन सी प्रकार 2 ग्राम मांस दवाई से राजी हेले मंत्री कहले आपन तो बहुत बलिष्ठ बहुत स्वास्थ्य अच्छे आपन पैसा अच्छी आप 2 ग्राम मांस देदेले एत बड़ शरीरटा धरचनी कौन 2 ग्राम मांस देदेले असुविधा हो आपणकर सेठ कहले ना कौन सी प्रकार हो पार ना आपन खाली राजा मांस मागणा नेबेनी आपण 1000 स्वर्ण मुद्रा देइचंती 2 ग्राम मांस 1000 स्वर्ण मुद्रा देइचंती आपण स्वर्ण मुद्रा दियंतु मांस तो 2 ग्राम नियंतु स्वर्ण मुद्रा नियंतु मांस 2 ग्राम दियंतु सेठू मंत्री से सेठ कहले मु आपन को आउ गोटे ग्राम आउ 1000 स्वर्ण मुद्रा दूची आपण मते दया करी आपण मते छाड़ी चली जातु आउ काठू देखंतु एडो दौड़वा को लगिले मु आउ 1000 स्वर्ण मुद्रा देवी आपण आउ काठू नियंतु राजा दौड़वा को लगिले ना सेठ दौड़वा को लगिले सेठ दौड़ा पचार मंत्री पचार दौड़े दौड़ी जाए माड़ी बसिले घोड़ा को अटकई देले कहले मु आपन को न नेकी छाड़ीबिनी मो सेठ गोड़ तले हाथ तले आज्ञा पड़गले मत छाड़ी दिंतु मु आज्ञा दे पारे मो जीवन ठू आउ कहीं मिले मु तो पैसा मो जीवन पलैज मु पैसा नहीं लाभ कौन हम पैसा मोर कौन हम मंत्री माड़ी बसिले सेठ भारी काकुति मिनती हेले कहले मु आपन को 2000 स्वर्ण मुद्रा आउ दूची राजा 1000 देछन मु 2000 दूची 3000 नहीं कि जातु कहले हो दियो 3000 दियो मु आपन को मांस नेबिनी आपन मन दुख करी दउचंती देबेनी
ମନ ଦୁଃଖ ଯଦି ଦେବେ ଜବରଦସ୍ତି ଯାହାର କଥା ମନ ଦୁଃଖ ହେବ, କାହା ଦୁଃଖ ମନରେ ଦୁଃଖ ଦେଇକି ଆମେ କାମ କରିବା ଉଚିତ ନୁହେଁ। ତେଣୁ ଆପଣ ଯାଆନ୍ତୁ 2000 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ। 2000 ସ୍ୱର୍ଣ୍ଣ ମୁଦ୍ରା ଧରିଲେ ଆଣିଥିଲେ 1000, 3000 ସ୍ୱର୍ଣ୍ଣ ମୁଦ୍ରା ହେଲା। ଏମିତି ସବୁ ସେଠଙ୍କ ପାଖକୁ, ଆଉ ଜଣେ ସେଠଙ୍କ ପାଖକୁ ଗଲେ, ସେ ମଧ୍ୟ ମନା କଲେ, ସେ ମଧ୍ୟ ସେମିତି ଦାନ ଦେଲେ, ଆଉ କାହାଠୁ ମାଂସ ନିଅ। ଏମିତି ମନ୍ତ୍ରୀଙ୍କ ପାଖରେ ରାତି ହେଲା ବେଳକୁ 1000 ସ୍ୱର୍ଣ୍ଣ ମୁଦ୍ରା ହେଇଗଲା, କିନ୍ତୁ ମନ୍ତ୍ରୀ ଆଉ କେଉଁଠୁ ପାଇଲେନି। ଗୋଟେ ଦିନ ଚାଲିଗଲା, ସମୟ ନେଇଥିଲେ। ତା ପରଦିନ ରାଜସଭା ଡକା ହେଲା, ମନ୍ତ୍ରୀ ଆସିଲେ, ଲୋକମାନେ ମଧ୍ୟ ଆସିଛନ୍ତି, ମନ୍ତ୍ରୀ କ'ଣ ଉତ୍ତର ଦେବେ। ଆସି ଦେଖିଲେ ଲୋକମାନେ ସମସ୍ତେ ରାଜ୍ୟ ସାରା ଜାଣିଗଲେଣି ଯେ ରାଜାଙ୍କ ଦେହ ଖରାପ। କିନ୍ତୁ ରାଜା ଆସିଲା ପରେ ଲୋକମାନେ କମ୍ପ୍ଲେନ୍ କଲେ, କହିଲେ ମହାରାଜ ମନ୍ତ୍ରୀଟା କେଡ଼େ ମିଛୁଆ ଆପଣଙ୍କର, ସେ କାଲି ଯାଇ ଆମ ଘର ପାଖରେ ସମସ୍ତଙ୍କୁ କହିଲେ, ଆମକୁ ସବୁ ଡାକିଲେ ଯେ ଟିକେ 2 ଗ୍ରାମ ମାଂସ ଦିଅନ୍ତୁ, 1000 ସ୍ୱର୍ଣ୍ଣ ମୁଦ୍ରା ରାଜା ଦେଇଛନ୍ତି, ଦେଖିଲେ ଆପଣ ଆଜି ଅତି ସୁସ୍ଥ ଅଛନ୍ତି, କିଛି ହେଇନି ଆପଣଙ୍କର। ରାଜା ଆଶ୍ଚର୍ଯ୍ୟ ହେଇଗଲେ, ରାଗିଗଲେ, ମନ୍ତ୍ରୀ ଯାଇ ମୋ ବିରୁଦ୍ଧରେ ଏମିତି କଥା କହିଛନ୍ତି। ତେଣୁ ମନ୍ତ୍ରୀଙ୍କୁ ଡାକିଲେ, ମନ୍ତ୍ରୀ କ'ଣ ତମେ ଯାଇ କହିଛ? ନା ଆଜ୍ଞା କହିଛି। ନା କ'ଣ କହିଛ? ନା ଆପଣ କହିଥିଲେ ନା ମାଂସଟା ଶସ୍ତା ବୋଲି, ମାଂସ ଲୋକ ଖାଇବେ, ତେଣୁ ମୁଁ ଆପଣଙ୍କ ଦେହ ଖରାପ ବୋଲି ଭାବିକିରି କହିକିରି ଲୋକଙ୍କଠୁ ମାଂସ ମାଗିଲି ଏବଂ 1000 ସ୍ୱର୍ଣ୍ଣ ମୁଦ୍ରା ଲେଖା ଯାଚିଲି। ଆଜ୍ଞା କେହି 2 ଗ୍ରାମ ମାଂସ ମଧ୍ୟ 1000 ସ୍ୱର୍ଣ୍ଣ ମୁଦ୍ରାରେ ଦେଲେନି, ଏବଂ ଶେଷରେ ମୁଁ 1000 ସ୍ୱର୍ଣ୍ଣ ମୁଦ୍ରା ଲୋକଙ୍କଠୁ ଆହୁରି ଆଣିଛି, 10 ଗୁଣ ପଇସା ଆଣିଛି ସ୍ୱର୍ଣ୍ଣ ମୁଦ୍ରା। ଆପଣ 1000 ଦେଇଥିଲେ, ମୁଁ 10,000 ସ୍ୱର୍ଣ୍ଣ ମୁଦ୍ରା ନେଇକି ଲୋକଙ୍କ ପାଖରୁ ଆସିଛି। ଆପଣ ଭାବୁଥିଲେ ଲୋକଙ୍କ ପାଖରେ ଅର୍ଥ ନାହିଁ, ଲୋକ ଖାଇବାକୁ ପାଉନାହାନ୍ତି। ଯଦି ଅର୍ଥ ନାହିଁ ତାହେଲେ ଏତେ ପଇସା ଆସିଲା କେଉଁଠୁ? ତେଣୁ ଆପଣ ଯେଉଁ କଥା କହୁଥିଲେ ମାଂସଟା ଶସ୍ତା, ଆଜ୍ଞା ମାଂସ କେବେ ଶସ୍ତା ନୁହେଁ। ପ୍ରତ୍ୟେକ ଜୀବନକୁ ତା ପାଇଁ ଅମୂଲ୍ୟ। କେହି ନିଜ ଜୀବନ ହାରିବା ପାଇଁ ମାଂସ ଦିଅନ୍ତି ନାହିଁ। ତେଣୁ ରାଜା ଚିନ୍ତା କଲେ, ପ୍ରକୃତରେ ମନ୍ତ୍ରିମଣ୍ଡଳ ଯାହା ଚିନ୍ତା କରିଥିଲେ ବା ଯୁବଗୋଷ୍ଠୀ ଯାହା ଚିନ୍ତା କରିଥିଲେ ମାଂସ ଶସ୍ତା, ଏ ମାଂସ ଶସ୍ତା ନୁହେଁ। ଏ ମାଂସ ହେଉଛି ଅତ୍ୟଧିକ, ସବୁଠୁ ହେଉଛି ଦୁର୍ମୂଲ୍ୟ, ଯାହାର ମୂଲ୍ୟ କେହି ଦେଇପାରିବେନି। ସମସ୍ତଙ୍କ ଜୀବନ ଆଜ୍ଞା ଅମୂଲ୍ୟ। ଏବଂ ଚିନ୍ତା କଲେ ଯେ ପ୍ରକୃତରେ ମାଂସ ହେଉଛି ଅମୂଲ୍ୟ, ମାଂସଠୁ ଦର ଜିନିଷ ଆଉ ମହଙ୍ଗା ଜିନିଷ ଆଉ କିଛି ଦୁନିଆରେ ନାହିଁ। ଏବଂ ଯେଉଁ 10,000 ସ୍ୱର୍ଣ୍ଣ ମୁଦ୍ରା ଆସିଥିଲା, ମହାମନ୍ତ୍ରୀ ଆଦେଶ ଦେଲେ ଯେ ଏଇ 10,000 ସ୍ୱର୍ଣ୍ଣ ମୁଦ୍ରାକୁ ଲୋକଙ୍କ ଭିତରେ ବାଣ୍ଟି ଦିଆଯାଉ, ଏବଂ ସେମାନଙ୍କୁ ଖାଲି ବାଣ୍ଟି ଦେଲେ ସେମାନେ କୋଡ଼ିଆ ହେଇଯିବେ, ପଇସା ନେଇ ଖାଇଦେବେ। ଏବଂ ଯାହାକୁ ପଇସା ଦିଆଯିବ ତାହାକୁ ମଧ୍ୟ ଅନୁମତି ଦିଆଯିବ, ଆଦେଶ ଦିଆଯିବ ଯେ ତୁ ଏତିକି ଟଙ୍କା ନେଲୁ, ଯେନ୍ ତେନ୍ ପ୍ରକାର ଏତିକି ଖାଦ୍ୟଶସ୍ୟ ଯୋଗେଇବୁ, ତେବେ ଯାଇ ସେ ଲୋକ କାମ କରିବ। ନହେଲେ ମାଗଣା ପାଇଲେ ଆଜ୍ଞା ସମସ୍ତେ ମାହାଳିଆ ପାଇଲେ ସବୁ ଗିଳିଯିବେ, କେହି ଆଉ କାର୍ଯ୍ୟରେ ପରିଣତ କରିବେ ନାହିଁ। ଏବଂ ସେୟା ହେଲା। ପରିଶେଷରେ ଚିନ୍ତା ହେଲା, ମହାମନ୍ତ୍ରୀ କହିଲେ ଆମେ ଯେଉଁ ମାଂସ ଆହାର କରୁଛନ୍ତି, ଗୋଟେ ଜୀବକୁ ଆଜ୍ଞା କଷ୍ଟ ଦେଇକି ମାଂସ ଆହାର କରୁଛନ୍ତି। ତା ଆମକୁ ପିମ୍ପୁଡ଼ିଟେ କାମୁଡ଼ି ଦେଲେ ଯେତିକି କଷ୍ଟ ହେଉଛି, ତାକୁ ମଧ୍ୟ ସେତିକି କଷ୍ଟ ହେଉଥିବ। ସମଗ୍ର ମାଂସଟା ତା ଶରୀରର ସମସ୍ତ ଅଙ୍ଗକୁ ଆମେ କାଟି ଖାଇ ଦେଉଛନ୍ତି। ତେଣୁ ମାଂସ ଖାଇବା ଆମ ପାଖରେ ପାପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଗବତରେ ମଧ୍ୟ ତାରି ଉପରେ ଗୋଟେ କଥା ଅଛି, ଭାଗବତରେ ମଧ୍ୟ ଗୋଟେ ସୁନ୍ଦର କଥା ଅଛି ଯେ ଜୀବ ମାରିଣ ଜୀବ ଖାଇ, ସେ ଜୀବ ବୈକୁଣ୍ଠେ ବସଇ। ଆମେ କାହାକୁ ଦେଇକି ମନରେ କଷ୍ଟ ଦେଇ, ଆଘାତ ଦେଇ ତା ମାଂସକୁ ଭକ୍ଷଣ କଲେ ସେ ଜୀବର ଯାହା ରିଆକ୍ସନ୍ ଥିବ ତାହା ଆମ ଭିତରେ ହେବ। କାରଣ ମାଂସ ଖାଇବା ଲୋକ ସେଇଥିପାଇଁ ଆଜ୍ଞା ହିଂସ୍ର ହୋଇଯାନ୍ତି, ଆମିଷ ଖାଇବା ଲୋକ ସେଇଥିପାଇଁ ହିଂସ୍ର ହୋଇଯାନ୍ତି। ତେଣୁ ରାଜା ଶେଷରେ ନିଜର ଭୁଲ ବୁଝିପାରିଲେ ଏବଂ ଖାଦ୍ୟଶସ୍ୟ ପୁଣି ସେ ରାଜ୍ୟରେ ହେଲା। ଲୋକମାନେ ସେ ଯେଉଁ ଟଙ୍କା ନେଇଥିଲେ ସେଥିରେ ନଳକୂପ ଖୋଳିଲେ, ସବଷ୍ଟିଚ୍ୟୁଟ୍ ବାହାରିଲା ବୁଦ୍ଧି। ନଳକୂପ ଖୋଳିଲେ, ନଳକୂପ ଖୋଲି ସାରିବା ପରେ ଜଳସେଚନ କଲେ ଏବଂ ଜଳସେଚନ ଦ୍ୱାରା ବହୁତ ସୁନାର ଫସଲ ଅମଳ ହେଲା। ଲୋକମାନେ ସେଇଆକୁ ଖାଇକି ଆନନ୍ଦରେ ରହିଲେ। କୃଷ୍ଣଙ୍କ ମୁହଁରୁ ସମସ୍ତ କାହାଣୀ ଶୁଣି ସାରିବା ପରେ ବ୍ୟାଧ ବୁଝିଗଲା ପ୍ରକୃତରେ ଜୀବହତ୍ୟା ମହାପାପ, ତା ମାଂସ ଖାଇବା ଆହୁରି ପାପ। ତେଣୁ ସେ ସେଥିରୁ ନିବୃତ୍ତ ରହିଲା ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା କଲା ଯେ ପ୍ରଭୁ, ମୁଁ ଆଜିଠୁ ନିରୀହ ପଶୁମାନଙ୍କୁ ଶିକାର କରି ତାଙ୍କ ଜୀବନରେ ମୁଁ କଷ୍ଟ ଦେବିନି, ତାଙ୍କ ମନରେ କଷ୍ଟ ଦେବିନି, ତାଙ୍କୁ ମୁଁ ଦୁଃଖ ଦେବିନି। ଆଜିଠୁ ମୁଁ ପ୍ରତ୍ୟହ ଦିନ ଏଇ ଜଙ୍ଗଲରେ ଚାଷ କରିବି, ଖାଇବି, ପରିବାର ପ୍ରତିପୋଷଣ କରିବି, ସେଇଥିରୁ ଯାହା ମିଳିବ ମୁଁ ପରିବାର ପ୍ରତିପୋଷଣ କରିବି, ଧର୍ମ ମାର୍ଗରେ ଯିବି। ବନ୍ଧୁ, ଏଇ ଥିଲା ଆଜିର କାହାଣୀ।
आशा करे कहानीटी आपको भल लगी जदि भल लगी थाए तेज आप चैनल को निश्चय शेयर सब्सक्राइब करेंगे और आपंकर सुचिंतित मतामत दयाकोरी आपण मैंने देवे जहाँद्वारा कि आम खुशी हो कहानी शुणी आपण मानकर कमेंट्स पढ़ी दरकार पड़े आम घर अपने रिप्लाई आम आपको देवु और आगू को जावाई उत्साहित होबू। आज रोचे जय जगन्नाथ जय माँ विरजा वंदे उत्कल जननी।